ଜାନୁଆରୀରେ ମିଳିବ 10,000 ଟଙ୍କା। ଦେଖନ୍ତୁ ଏ ଭିଡ଼ିଓରେ ଜାଣିବା ଯେ କେନ୍ ମାନେ 10,000 ଟଙ୍କା ଜାନୁଆରୀରେ ପାଇବେ ଆଉ କେନ୍ ମାନେ ଟଙ୍କାଟେ ବି ନେଇ ପାନ୍ ପୁରା ଜାଣିବା ଏ ଭିଡ଼ିଓରେ। ଆପଣ ଜାଣିଥିବେ ଯେ ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ତରଫରୁ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ବର୍ଷିକ 10,000 ଟଙ୍କା ଦେବେ ବୋଲିକରି କହିଥିଲେ, ଯେନ୍ଟାକି ଆପଣ ଜାଣିଥିବେ ସୁଭଦ୍ରା ଯୋଜନା ଅଣ୍ଡରରେ ଆସୁଥିଲା। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନେ ତାଙ୍କର ତୃତୀୟ କିସ୍ତି ଟଙ୍କା ପାଇ ସାରିଛନ୍। ବହୁତଟେ ମହିଳା ଏନ୍ତା ଅଛନ୍ ଯେନ୍ମାନେ କି ତାଙ୍କର ତୃତୀୟ କିସ୍ତି ଟଙ୍କା ନାଇଁ ପାଇ, ଯେନ୍ଟାକି ଆପଣ ଜାଣିଥିବେ ତାଙ୍କର ରାସନ କାର୍ଡ଼ କିମ୍ବା ଡିବିଟି ଏରର କିମ୍ବା ତାଙ୍କର ନାଁରେ ଚାରିଚକିଆ ଯାନ ଏସବୁ କାରଣ ଲାଗି ସେମାନେ ତାଙ୍କର ଯେନ୍ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିଲେ। କିନ୍ତୁ ଆପଣ ଜାଣିଥିବେ ଯେ ବର୍ତ୍ତମାନ ତୃତୀୟ କିସ୍ତି ପରେ ଚତୁର୍ଥ କିସ୍ତି କେବେ ମିଳିବା ବୋଲି ସବକର ମନରେ ଗୋଟେ ଭାବନା ଅଛି। ତ ଜାନୁଆରୀର ପ୍ରଥମ ସପ୍ତାହରେ ତାଙ୍କର ସେମାନଙ୍କୁ ଚତୁର୍ଥ କିସ୍ତି ଟଙ୍କା ଦେବେ ବୋଲିକି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ମିଳିଛି। ଆଉ ଯେନ୍ମାନେ ନୂଆ ଆବେଦନ କରିଛନ୍ ସେମାନେ ଯଦି ଗୋଟେ ବି କିସ୍ତି ନେଇ ପାଇବାର ବୋଲେ ସେମାନଙ୍କୁ ଦୁଇଟା କିସ୍ତି ଥରେକେ ମାତ୍ର ମାନେ 10,000 ଟଙ୍କା ଦିଆଯିବା ବୋଲିକି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଆଉ କେନ୍ ମାନେ ନେଇ ପାଉନ୍ ଟଙ୍କାଟେ ବି ଦେଖୁନ୍, ଆପଣ ଜାଣିଥିବେ ଯେ ସରକାର କହିଥିଲେ ଯେନ୍ମାନେ କି ତାଙ୍କର ଆକାଉଣ୍ଟରେ ଡିବିଟି ଲିଙ୍କ୍ ନାଇଁ ନା, ଆଉ ତାଙ୍କର ବ୍ୟାଙ୍କରେ ଆଧାର ସିଡ଼ିଂ ନାଇଁ ନା, ଆଉ ଯେନ୍ମାନେ ଏନ୍ତା ଅଛନ୍ କି ତାଙ୍କର ପରିବାରର ଇନକମ୍ ଟ୍ୟାକ୍ସ ଫାଇଲ୍ କରୁଛନ୍, ଆଉ ଯେନ୍ ମହିଳାମାନଙ୍କର ନାଁରେ ଚାରିଚକିଆ ଯାନ ଅଛେ, ଆଉ ଯେନ୍ ମହିଳାମାନଙ୍କ ନାଁରେ ମଣ୍ଡି କାର୍ଡ଼ ଅଛି, ଇମାନେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ବେ, ସେମାନେ ଗୋଟେ ବି କିସ୍ତି ନେଇ ପାଉନ୍। ତ ଆପଣଙ୍କର ବି ଯଦି ସବୁ ଅଛେ ବୋଲେ ଆପଣ ବାଦ୍ ପଡ଼ବେ। ଯଦି ଆପଣଙ୍କ ଯଦି ନାଇଁ ନା ଆଉ ଆପଣ ଯୋଗ୍ୟ ଅଛନ୍ ବୋଲେ ଆପଣ ସୁଭଦ୍ରା ଯୋଜନାର ଯଦି ତୃତୀୟ କିସ୍ତି ତ ପାଇଛନ୍ ବା ଚତୁର୍ଥ କିସ୍ତି ପାଇବେ। ଆଉ ଯଦି ଚତୁର୍ଥ କିସ୍ତି ତୃତୀୟ କିସ୍ତି ଯଦି ନେଇ ପାଇବେ ବୋଲେ ଚତୁର୍ଥ କିସ୍ତିରୁ ବାଦ୍ ପଡ଼ବେ। ଆଉ ଯେନ୍ମାନେ ନୂଆ ଆବେଦନ କରୁଛନ୍ ସେମାନେ ତାଙ୍କର ଲାଗି ଖୁସି ଖବର କାଁ କରିବେ ବୋଲେ ସରକାର ଥରେକେ ଦୁଇଟା କିସ୍ତିର ଟଙ୍କା ମାନେ 5,000 10,000 ଟଙ୍କା ଦେବେ ବୋଲିକରି ସୂଚନା ମିଳିଛି। এই ସୂଚନା ଦେଇଛନ୍ ରାଜ୍ୟ ସରକାର ତରଫରୁ। ଆଉ ବହୁତ ଜଲ୍ଦି ମାନେ ଆଉ କିଛି ଦିନ ପରେ ଯେନ୍ଟାକି ଆପଣଙ୍କର ନୂଆ ବର୍ଷ ଷ୍ଟାର୍ଟ ହେଇଯିବା। ଆଉ ନୂଆ ବର୍ଷ ଷ୍ଟାର୍ଟ ହେଲା ପରେ ସେମାନେ ତାଙ୍କର ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପାଇବେ। ଆଉ ଯେନ୍ମାନେ ନୂଆ ଆବେଦନ କରିছে ସେମାନେ ପ୍ରଥମ କିସ୍ତି ଟଙ୍କା ପାଇବେ। ଆଉ ଇଟା ଇ ପଇସା ମହିଳାମାନଙ୍କ ସଶକ୍ତିକରଣ ଲାଗି ବହୁତ ସହଯୋଗୀ ହେବା ବୋଲିକରି ରାଜ୍ୟ ସରକାରଙ୍କ ତରଫରୁ ଆଶା କରାଯାଉଛି। ଧନ୍ୟବାଦ।